ଏକ ପରାଧୀନ ରାଷ୍ଟ୍ରରେ ବାକ୍ ସ୍ୱାଧୀନତାର ସ୍ଥିତି ଅତି ନଗଣ୍ୟ। ନାଗରିକଙ୍କ ସବୁତକ ଅଧିକାର କ୍ଷୁଣ୍ଣ ହୋଇଥାଏ ପରାଧୀନତା ଭିତରେ। ମାନବିକ ଅଧିକାରର ବି ଖୋଲାଖୋଲି ଉଲ୍ଲଂଘନ ହୋଇଥାଏ, ଯାହା 200 ବର୍ଷ ଧରି ବ୍ରିଟିଶ ଶାସନ ଅମଳରେ ଏ ଭାରତ ଭୂଖଣ୍ଡ ଭୋଗିଥିଲା। ସେ ସମୟରେ ବ୍ରିଟିଶ ଉପନିବେଶବାଦୀ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବାରେ ସାହସ ଦେଖାଇଥିଲା ଭାରତୀୟ ଗଣମାଧ୍ୟମ। ଇଂରେଜ ସରକାରଙ୍କ ବିରୋଧରେ ଜନମତ ସଂଗ୍ରହ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା ବିଷୟବସ୍ତୁ ଉପରେ ଆଜି ଆମ ସହ ଆଲୋଚନା କରିବା ପାଇଁ ଆକାଶବାଣୀ ସମ୍ବଲପୁର ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଭାରତୀୟ ଜନସଂଚାର ସଂସ୍ଥାନର ପ୍ରଫେସର ଡକ୍ଟର ମୃଣାଲ ଚାଟାର୍ଜୀ ସାର୍। ତାଙ୍କ ସହ ଆଲୋଚନା କରୁଛୁ ମୁଁ ବିସ୍ମିତା ପ୍ରଧାନ ଏବଂ ମୁଁ ଅତୀଶ କୁମାର ଶତପଥୀ। ସାର୍ ନମସ୍କାର। ନମସ୍କାର ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଧନ୍ୟବାଦ। ସାର୍, ସ୍ୱାଧୀନତା ସଂଗ୍ରାମ ସମୟରେ ଭାରତରେ ଗଣମାଧ୍ୟମର ଦୃଶ୍ୟପଟ କିଭଳି ରହିଥିଲା ଏବଂ ଜନମତ ଗଠନରେ ଏହା କିଭଳି ଭୂମିକା ଗ୍ରହଣ କରିଥିଲା? ଯଦି ଭାରତରେ ଆମେ ମୁଦ୍ରିତ ଗଣମାଧ୍ୟମ କଥା ଦେଖିବା, ତାହେଲେ ପ୍ରଥମ ଯେଉଁ ଖବରକାଗଜ ପ୍ରକାଶିତ ହୋଇଥିଲା ସେ ହେଉଛି 1780ରେ। ତାକୁ ଜଣେ ଆଇରିଶ ଭଦ୍ରଲୋକ ଜେମ୍ସ ଅଗଷ୍ଟସ ହିକି ସେ ତାକୁ ପ୍ରକାଶ କରିଥିଲେ। ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଯେଉଁ ଶାସନ ଆରମ୍ଭ ହୋଇଥିଲା ସିଏ ହେଉଛି 1847ରେ। ପଲାସି ଯୁଦ୍ଧରୁ କୁହାଯାଏ ଯେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ସିରାଜଉଦ୍ଦୌଲାଙ୍କୁ ହରାଇଲା ପରେ ପ୍ରଥମ ଭାରତୀୟ ଭୂଖଣ୍ଡକୁ ନିଜ ଅକ୍ତିଆରକୁ ନେଲେ ଏବଂ ଶାସନ ଆରମ୍ଭ କଲେ। ତାପରେ ପରେ ବେଶ କିଛି ଲଢ଼େଇ ହେଇଛି, ଯେଉଁଥିରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିଜୟୀ ହେଇଛନ୍ତି ଏବଂ କ୍ରମଶଃ ସେମାନେ ପ୍ରାୟ ସାରା ଭାରତକୁ ଦଖଲ କରିନେଇଛନ୍ତି। ଭାରତରେ ବ୍ରିଟିଶ ଶାସନ ଠିକ୍ 190 ବର୍ଷର। 100 ବର୍ଷ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ଏବଂ 1857ରୁ ସେଟାକୁ ସିପାହୀ ବିଦ୍ରୋହ କୁହନ୍ତୁ ବା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହନ୍ତୁ, ସେଠୁ 1947-90 ବର୍ଷ, ଏ 190 ବର୍ଷର ବ୍ରିଟିଶ ଶାସନ। ପ୍ରଥମ ଖବରକାଗଜ ବାହାରିଥିଲା 1780। ଐତିହାସିକମାନେ କହନ୍ତି ଜାତୀୟତାବାଦର ଯେଉଁ ଉନ୍ମେଷ ଦେଖା ଦେଇଥିଲା, ସମ୍ମିଳିତ ଭାବେ ଜାତୀୟତାବାଦୀ ଆନ୍ଦୋଳନର ଯେଉଁ ଆରମ୍ଭକୁ ଭାରତୀୟ ଜାତୀୟ କଂଗ୍ରେସର ଆରମ୍ଭ ସହିତ ସମାର୍ଥକ ଭାବରେ ଦେଖାଯାଏ। ସେଟା ହେଉଛି 1885ରେ ଭାରତୀୟ ଜାତୀୟ କଂଗ୍ରେସ। କିନ୍ତୁ ଆମେ ଯଦି ଗଣମାଧ୍ୟମର ଇତିହାସକୁ ଦେଖିବା, ତାହେଲେ 1780ରୁ ହିଁ ବ୍ରିଟିଶ ପ୍ରଶାସନ ବିରୋଧରେ କଣ୍ଠସ୍ୱରର ଆରମ୍ଭ ଆମେ ହିକିସ୍ ବେଙ୍ଗଲ ଗେଜେଟରୁ ବି ଦେଖିପାରିବା। ଏବଂ ତା ପରେ ପରେ 1835 ପର୍ଯ୍ୟନ୍ତ ଯେଉଁ ସବୁ ଖବରକାଗଜ ବାହାରିଛି ଏବଂ 1835 ପରେ ଆହୁରି ଟିକେ ଅଧିକା କରିକି ଆମେ ଜାତୀୟତାବାଦୀ କଣ୍ଠସ୍ୱରର ଯେଉଁ ପ୍ରଥମ ଉନ୍ମେଷ, ତାହା ଆମେ ଖବରକାଗଜ ପତ୍ରପତ୍ରିକାରୁ ହିଁ ଦେଖିପାରୁ। ସାରା ବିଶ୍ୱରେ ବହୁତ କମ୍ ଦେଶ ଅଛି ଯୋଉଠି ଖବରକାଗଜ ପତ୍ରପତ୍ରିକା ମାଧ୍ୟମରେ ଏଇ ଯେଉଁ ପ୍ରଶାସନ ବା ବିଦେଶୀ ଶାସନ ବିରୋଧୀ କଣ୍ଠସ୍ୱରର ପ୍ରଥମ ଆଗାଜ, ଯୋଉଟା ହିନ୍ଦୀରେ କହନ୍ତି ପ୍ରଥମ ଉଦ୍ଘୋଷଣା, ତାହା ହେଇଥିଲା। ଜାତୀୟ କଂଗ୍ରେସ ହେଲା ପରେ ଆହୁରି ଧୀରେ 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 ସେ ଯେଉଁ କଣ୍ଠସ୍ୱର ସେ ଆହୁରି ଅଧିକ ତୀବ୍ର ହେବା ପାଇଁ ଲାଗିଲା। ତେବେ ସାର୍, ଏହି ପରାଧୀନ ଭାରତରେ ଜନସମାଜକୁ ସଂଗଠିତ କରିବାରେ ଗଣମାଧ୍ୟମର ଭୂମିକା କିଭଳି ରହିଥିଲା? ଅର୍ଥାତ୍ ସେତେବେଳେ ପ୍ରକାଶିତ ହେଉଥିବା ସମ୍ବାଦପତ୍ର ଗୁଡ଼ିକର ସ୍ୱାଧୀନତା ସଂଗ୍ରାମରେ କିଭଳି ଅବଦାନ ରହିଥିଲା ସେ ବିଷୟରେ କିଛି କୁହନ୍ତୁ। କେବଳ ସ୍ୱାଧୀନତା ସଂଗ୍ରାମ ନୁହେଁ, ସ୍ୱାଧୀନତା ସଂଗ୍ରାମ ତା ପୂର୍ବରୁ ଆହୁରି 2ଟା ଚରଣକୁ ଆମକୁ ଦେଖିବା ପାଇଁ ପଡ଼ିବ। ପ୍ରଥମ ଯେଉଁ କାମ କରିଥିଲେ ଭାରତୀୟ ସମ୍ବାଦପତ୍ର ପତ୍ରିକା ଆରମ୍ଭରେ, ମୁଁ କହୁଛି 19 ଶତାବ୍ଦୀରୁ ଯୋଉଟା ପ୍ରଥମ ପତ୍ରପତ୍ରିକା ମାନେ ବାହାରିଥିଲା, ସେମାନେ ଯେଉଁ କାମଟି କରିଥିଲେ ସେଟା ହେଉଛି ସାମାଜିକ ସଂସ୍କାର। ସେତେବେଳେ ଭାରତୀୟ ସମାଜ ଅତ୍ୟନ୍ତ କୁସଂସ୍କାରରେ ଆଚ୍ଛନ୍ନ ହେଇକି ଥିଲା। ନାରୀ ଶିକ୍ଷା ଆଦୌ ପ୍ରାୟ ନଥିଲା କହିଲେ ଚଳେ। ବିଧବା ବିବାହ ଏକଦମ ନଥିଲା। ନାରୀମାନଙ୍କ ଉପରେ ପ୍ରଚୁର ଅତ୍ୟାଚାର ହଉଥିଲା, ସତୀଦାହ ହଉଥିଲା। ତ ଏ ସବୁ ସଂସ୍କାର ପାଇଁ ପ୍ରଥମେ ଭାରତୀୟ ଖବରକାଗଜ ପତ୍ରପତ୍ରିକା ଅଣ୍ଟା ଭିଡ଼ିଥିଲେ। ତା ପରବର୍ତ୍ତୀ ପଦକ୍ଷେପଟା ହେଉଛି ଜାତୀୟତା ବୋଧର ଉନ୍ମେଷ। ଏଥିପାଇଁ ରାଜା ରାମମୋହନ ରାୟ ଏବଂ ତାଙ୍କ ଭଳି ଆହୁରି କେତେଜଣ ସ୍ୱାଧୀନଚେତା ଲୋକମାନେ ସେମାନେ ଭାରତୀୟ ଜାତୀୟତା ବୋଧକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଲାଗିଲେ। ସେମାନେ କିନ୍ତୁ ବ୍ରିଟିଶ ପ୍ରଶାସନର ବିରୋଧ କରୁନଥିଲେ। ସେମାନେ ଏକଥା କହୁନଥିଲେ ଯେ ବ୍ରିଟିଶ ତମେ ଭାରତ ଛାଡ଼ିକି ଚାଲିଯାଅ, ସେ କଥା କହିନଥିଲେ। ସେମାନେ ବରଂ ଓଲଟା କଥା କହୁଥିଲେ ଯେ ବ୍ରିଟିଶ ଆଉ କିଛି ଦିନ ରୁହ, ତାହେଲେ ଇଏ ସବୁ ଆଇନ ପତ୍ର କରିକି ଯୋଉ ସଂସ୍କାରରେ ବୋଧହୁଏ ଆହୁରି ତମମାନଙ୍କର ସାହାଯ୍ୟ ହେଇପାରିବ, ସେ କଥା କହୁଥିଲେ। କିନ୍ତୁ ଜାତୀୟତାବୋଧର ଉନ୍ମେଷ ଆରମ୍ଭ ହୋଇଥିଲା। ତା ପରବର୍ତ୍ତୀ ସମୟରେ ଆସିଥିଲା ଯେ ଏବେ ସମୟ ହେଲାଣି
ଏବେ ଆପଣମାନେ ଦେଶ ଛାଡ଼ିକି ଚାଲି ଯାଆନ୍ତୁ। ପ୍ରଥମେ ଏଇ ଟୋନ୍ରେ କୁହା ହଉଥିଲା ଆପଣମାନେ ଦେଶ ଛାଡ଼ିକି ଯାଆନ୍ତୁ। ତାପରେ ଆସ୍ତେ 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 ସେ ଯୋଉ କଣ୍ଠସ୍ୱରଟି ଧୀରେ ଧୀରେ କଠୋର ହେଲା। ସବୁଠାରୁ କଠୋରତମ ଯୋଉ ପୋଜିସନରେ ପହଞ୍ଚିଲା ସେ ହେଉଛି 1942 ଯୋଉଠି କହିଲେ ଭାରତ ଛାଡ଼। ତ ସେଇ ଯୋଉ ସ୍ୱରର ବି ଯୋଉ ଟୋନାଲ ଭ୍ୟାରିଏସନଟାକୁ ଲକ୍ଷ୍ୟ କରନ୍ତୁ। ପ୍ରଥମେ ହେଉଥିଲା ଆପଣମାନେ ଆସିଥିଲେ, ବହୁତ ଭଲ କାମ କରୁଛନ୍ତି, ଏବେ ଆମକୁ ଛାଡ଼ି ଦିଅନ୍ତୁ, ଆମେ ଆମର ସମ୍ଭାଳି ନେବୁ। ତାପରେ ହେଉଛି ଏବେ ଆପଣ ଗଲେ ଭଲ, ତାପରେ ହେଉଛି ଏବେ ଛାଡ଼ ଯାଅ। ଏଇ ଯୋଉ ତିନୋଟି ସ୍ତରରେ ଆମେ ଦେଖିପାରିବା ଭାରତୀୟ ସମ୍ବାଦପତ୍ର ପତ୍ରିକାକୁ। ଜାତୀୟତାବାଦୀ ଭାବନା ଏବଂ ଉପନିବେଶ ବିରୋଧୀ ଚିନ୍ତାଧାରା ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମର କ'ଣ ଭୂମିକା ରହିଥିଲା? ବହୁତ ଗୁଡ଼ିଏ ଭୂମିକା ଥିଲା। ପ୍ରଥମ ହେଉଛି ଜାତୀୟତାବାଦର ଉନ୍ମେଷ, ଯେ ଆମେ ଭାରତୀୟ, ଭାରତୀୟତା କ'ଣ, ଭାରତୀୟତା ବୋଧ କହିଲେ କ'ଣ, ପାଶ୍ଚାତ୍ୟ ଲିବରାଲିଜମ ଏବଂ ଆମ ଭାରତର ଯୋଉ ସଂସ୍କାର ସଂସ୍କୃତି ରହିଛି ତାର ଏକ ମିଶ୍ରଣ ଆଧୁନିକତା ପ୍ରେକ୍ଷାପଟରେ। ଏଇ ଯୋଉ ଚେତନା ଗୁଡ଼ିକୁ ଆଣିବାରେ ଭାରତୀୟ ପତ୍ର ପତ୍ରିକା ବେଶ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତା ପରବର୍ତ୍ତୀ ସମୟରେ ବ୍ରିଟିଶ ପ୍ରଶାସନ ଭିତରେ ସଂସ୍କାର ଆଣିବା, ବ୍ରିଟିଶ ପ୍ରଶାସନ ଯୋଉଠି ଯୋଉଠି ଖରାପ କାମ କରୁଛନ୍ତି ବା ଠିକ ଭାବରେ ଭାରତୀୟ ମାନଙ୍କୁ ତାଙ୍କର ସର୍ଭିସ ଦେଇପାରୁନାହାନ୍ତି ତାଙ୍କ ତ୍ରୁଟିକୁ ଦେଖେଇବା, ଏସବୁ ଦେଖେଇବାରେ ଭାରତୀୟ ପତ୍ରପତ୍ରିକା କାମ କରୁଥିଲେ। ଯେମିତି ଧରନ୍ତୁ କେଶରୀ ହେଉଛି ତିଲକଙ୍କର କାଗଜ, ସେଟା ମରାଠୀ ଭାଷାରେ ବାହାରୁଥିଲା। ସେ ସମୟରେ କେଶରୀ ତାଙ୍କ ଅଞ୍ଚଳରେ ସେ ମରହଟ୍ଟା ବୋଲି ଗୋଟେ ଇଂରାଜୀ ଖବର କାଗଜ ବି ପ୍ରକାଶ କରୁଥିଲେ। ଆନନ୍ଦ ବଜାର ପତ୍ରିକା ବି ସେଇ ସମୟରେ, ଆନନ୍ଦ ବଜାର ପତ୍ରିକା ତାର ଅନେକ ପରେ ଆସିଥିଲା। ଅମୃତ ବଜାର ପତ୍ରିକା ତା ପାଖାପାଖି ସମୟରେ ପ୍ରକାଶିତ ହେଇଥିଲା। ଅମୃତ ବଜାରର ବଡ ଇଣ୍ଟରେଷ୍ଟିଂ ଘଟଣା ଅଛି, ସେ କଥା ପରେ ଆମେ ଆଲୋଚନା କରିବା। ତ ଏମାନେ କ'ଣ ଯେ ଗୋଟେ ଯୋଉଠି ଧରନ୍ତୁ ଲୋକଙ୍କ ଖାଇବାକୁ ମିଳୁନାହିଁ, ସେ ସମୟରେ ପ୍ରଶାସନ କ'ଣ କରୁଛି, ଏ କ୍ଷେତ୍ରରେ ଦେଖନ୍ତୁ ଆମର ଉତ୍କଳ ଦୀପିକାର ଭୂମିକା କ'ଣ। ଉତ୍କଳ ଦୀପିକା ତ 1866 ପ୍ରକାଶ ପାଇଥିଲା। ନଅଙ୍କ ଦୁର୍ଭିକ୍ଷ ସମୟ ସେତେବେଳେ। ନଅଙ୍କ ଦୁର୍ଭିକ୍ଷତା ଅନେକ କହନ୍ତି ଏଟା ମନୁଷ୍ୟକୃତ ଦୁର୍ଭିକ୍ଷ, ଯେମିତି ପରେ ପରେ ବଙ୍ଗଳାରେ ଯୋଉ ଦୁର୍ଭିକ୍ଷ ହେଲା ସେ ବି ମନୁଷ୍ୟକୃତ ଦୁର୍ଭିକ୍ଷ। ଅଭାବ ନଥିଲା ଚାଉଳର, ଡିଷ୍ଟ୍ରିବ୍ୟୁସନର ଅଭାବ ଥିଲା, ମ୍ୟାନେଜମେଣ୍ଟର ସମସ୍ୟା ଥିଲା। ସେ ଯାହା ହଉ, ତ ସେ ସମୟରେ କ'ଣ କରିବା କଥା, କେଉଁଠି ତ୍ରୁଟି ବିଚ୍ୟୁତି ରହିଯାଉଛି, ଆମର ଉତ୍କଳ ଦୀପିକା ବି ସେ ବିଷୟରେ ଉତ୍ତୋଳନ କରୁଥିଲା, ସେମିତି କେଶରୀ କରୁଥିଲା। ଇଏ ଗୋଟେ ଫେଜ୍। ତା ପର ଫେଜ୍ଟା ହେଉଛି ଯେ ଆପଣମାନେ ଦେଶ ଛାଡ଼ିକି ଯାଆନ୍ତୁ। ଯୋଉ ଫେଜ୍ର ଆରମ୍ଭ ଅସହଯୋଗରୁ, ଶେଷ ଭାରତ ଛାଡ଼ରୁ। ଏ କ୍ଷେତ୍ରରେ ଗାନ୍ଧୀଙ୍କର ଗୋଟେ ବଡ଼ ଭୂମିକା ରହିଛି। ଗାନ୍ଧୀ ତାଙ୍କ ଜୀବନରେ 6ଟି କାଗଜ ସହିତ ଖୁବ୍ ବେଶୀ ଘନିଷ୍ଠ ଭାବରେ ଜଡ଼ିତ ଥିଲେ। ତାଙ୍କର ପ୍ରଥମ ଖବରକାଗଜ ହେଉଛି ଇଣ୍ଡିଆନ୍ ଓପିନିଅନ୍, ସେଟା ସେ ସାଉଥ ଆଫ୍ରିକାରେ କରୁଥିଲେ। ତାପରେ ଭାରତକୁ ଆସିଲେ, ଗୋଖଲେ ତାଙ୍କୁ କହିଲେ ଆପଣ ଆସନ୍ତୁ, କଂଗ୍ରେସର ନେତୃତ୍ୱ ବି ନିଅନ୍ତୁ। ସିଏ ସାରା ଭାରତକୁ ବୁଲିଲେ, ଚମ୍ପାରଣରେ ଦେଖିଲେ କୃଷକମାନଙ୍କ ଉପରେ କେମିତି ଅତ୍ୟାଚାର ହେଉଛି, ତା ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କଲେ। ସେଇଠୁ ଗୋଟେ ସତ୍ୟାଗ୍ରହୀ ବୋଲି ଗୋଟେ କାଗଜ ବାହାର କଲେ, ଯୋଉଟା ରେଜିଷ୍ଟର୍ଡ ହେଇନଥିଲା, କିନ୍ତୁ ଗୋଟେ କାଗଜ ଚମ୍ପାରଣରୁ ଆରମ୍ଭ। ହଁ, ସେଠୁ ତାଙ୍କର ଗୋଟେ ଖବର କାଗଜଟେ ବାହାର କରିଥିଲେ ସତ୍ୟାଗ୍ରହୀ ନାଁରେ। ତାପରେ ପରେ ସିଏ ବାହାର କଲେ ୟଙ୍ଗ ଇଣ୍ଡିଆ। ୟଙ୍ଗ ଇଣ୍ଡିଆଟା ସିଏ ତା ଆଗରୁ ବି କାଗଜଟି ଥିଲା, କିନ୍ତୁ ଗାନ୍ଧୀ ଆସିଲା ପରେ ତାଙ୍କୁ କୁହାଗଲା ଯେ ଏଇ କାଗଜଟିକୁ ଆପଣ ନିଅନ୍ତୁ। ୟଙ୍ଗ ଇଣ୍ଡିଆ ଏବଂ ନବଜୀବନଟା ଯୋଉଟା ପ୍ରଥମେ ଗୁଜରାଟୀରେ ବାହାରିଥିଲା, ନବଜୀବନ ୟଙ୍ଗ ଇଣ୍ଡିଆ ପାଖାପାଖି ସମୟରେ ବାହାରିଥିଲା। ତ ଏଇ ଦୁଇଟି ଏବଂ ତାପରେ ପରେ ହରିଜନ ବାହାରିଲା। ଏଇ ତିନୋଟି କାଗଜ ହେଉଛି ଗାନ୍ଧୀଙ୍କର କ'ଣ କହିବି, ତାଙ୍କର ଜୀବନ, ତାଙ୍କର ଦର୍ଶନ, ତାଙ୍କର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଉ ଭାବନା, ଚିନ୍ତା ଭାବନା, ଇଏ ସବୁର ନିର୍ଯାସ ଆପଣ ଏଇ ତିନୋଟି ଖବର କାଗଜରେ ସିଏ ପୁରା ନିଜକୁ ଉଜାଡ଼ି ଦେଇଛନ୍ତି ସେଥିରେ। ତ ଗାନ୍ଧୀଙ୍କର ଖବର କାଗଜ, ପରେ ପରେ ନେହେରୁଙ୍କର ଖବର କାଗଜ, ନେତାଜୀ ସୁଭାଷଙ୍କର ଖବର କାଗଜ। ଇଏ ଆଉ ଗୋଟେ ବଡ଼ ସୁନ୍ଦର ଦିଗ ଭାରତବର୍ଷରେ, ଯେ ଭାରତବର୍ଷରେ ଯେତେ ସ୍ୱାଧୀନତା ସଂଗ୍ରାମୀଙ୍କ ନାଁ ଆପଣ ମନେ ପକେଇ ପାରନ୍ତି, ତାଙ୍କ ଭିତରୁ ଅଧିକାଂଶ କୌଣସି ନା କୌଣସି ଖବରକାଗଜ ସହିତ ଜଡ଼ିତ ଥିଲେ। ହୁଏତ ସିଏ ଲେଖୁଥିଲେ, ଭଗତ ସିଂ ବି ଲେଖୁଥିଲେ, ହୁଏତ ସିଏ ଲେଖୁଥିଲେ କିମ୍ବା ଖବରକାଗଜ ବାହାର କରୁଥିଲେ କିମ୍ବା ତାକୁ ପରିଚାଳନା କରୁଥିଲେ, ମାନେ ଡାଇରେକ୍ଟଲି ହଉ କି ଇନଡାଇରେକ୍ଟଲି ହଉ ସେମାନେ ଖବରକାଗଜ ସହିତ ନିଶ୍ଚିତ ଭାବରେ ଜଡ଼ିତ ଥିଲେ। ପ୍ରଥମ ଯୋଉ ଖବରକାଗଜର ସମ୍ପାଦକ ଯିଏ ଶହୀଦ ହେଲେ, ତାଙ୍କୁ ଇଂରେଜ ତ ନୁହେଁ, ସେତେବେଳେ ଇଷ୍ଟ ଇଣ୍ଡିଆ ପ୍ରଶାସନ, ଇଷ୍ଟ ଇଣ୍ଡିଆ କମ୍ପାନୀ, ତାଙ୍କୁ କୁହାଯାଏ ଯେ ତାଙ୍କୁ ତୋପ ମୁହଁରେ ବାନ୍ଧିକି ଉଡ଼େଇ ଦେଲେ
ସେ ହେଉଛନ୍ତି ମହମ୍ମଦ ବାକିର। ଯାହା ହଉ ସାର୍, ଏ କଥାଟା ବୋଧେ ବହୁତ ଗୁଡେ ଶ୍ରୋତା ଜାଣିନଥିବେ। ବହୁତ ମାନେ ଗୋଟେ ଅସଲ ସମସ୍ୟାଟା ହେଉଛି ଯେ ଆମର ସେଟା ଗୋଟେ ଦୁର୍ଭାଗ୍ୟ ଯେ ଆମେ ନିଜ ଇତିହାସକୁ ଠିକ ଭଲ ଭାବରେ ପଢୁନାହୁଁ। ହୁଏତ ଏଟା ଗୋଟେ ସମସ୍ତେ ହିଁ ପଢିବା ଦରକାର ଯେ ଆମର ଏକ ଗୌରବୋଜ୍ୱଳ ସ୍ୱାଧୀନତା ସଂଗ୍ରାମର ଇତିହାସ ରହିଛି, ଆଉ ଯୋଉଥିରେ ଗଣମାଧ୍ୟମର ଭୂମିକା ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହମ୍ମଦ ବାକିରଙ୍କ କଥା କହେ, ଦିଲ୍ଲୀ ରେ ତାଙ୍କର ଖବରକାଗଜ ଗୋଟେ ବାହାର କରୁଥିଲା, ସେଟା ଉର୍ଦ୍ଦୁରେ ବାହାରୁଥିଲା। ତ ସିଏ ସେଥିରେ ସେତେବେଳେ ଯୋଉ ମୁଗଲ ସମ୍ରାଟ ଶେଷ ମୁଗଲ ସମ୍ରାଟ ବାହାଦୁର ଶାହ ଜାଫର ତାଙ୍କର ସପକ୍ଷରେ ଲେଖୁଥିଲେ, ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ଲେଖୁଥିଲେ। ତ ଇଷ୍ଟ ଇଣ୍ଡିଆ କମ୍ପାନୀ ତ ଜାଫରଙ୍କୁ ଧରିନେଲେ। ତାପରେ ୟାଙ୍କୁ କୁହାଯାଏ ଯେ କମାଣ ମୁହଁରେ ବାନ୍ଧିକି ତାଙ୍କୁ ତୋପରେ ଉଡ଼େଇଦେଲେ। ସେ ହେଉଛନ୍ତି ପ୍ରଥମ ଶହୀଦ। ଏମିତି ଭାରତ ବର୍ଷରେ ଅନେକ ସାମ୍ବାଦିକ, ଅନେକ ସମ୍ପାଦକ ଶହୀଦ ହେଇଛନ୍ତି, ଜେଲ ଯାଇଛନ୍ତି, ବହୁ ବର୍ଷ ଜେଲରେ ରହିଛନ୍ତି। ଗାନ୍ଧୀ ତ 6 ବର୍ଷ ରହିଛନ୍ତି, ନେହେରୁ ତ 10 ବର୍ଷ ରହିଛନ୍ତି। ଇଏ ଆମର ଏ ଯୋଉ କେଶରୀ ଯେ କରିଥିଲେ ସିଏ ତ ତିଲକ, ତାଙ୍କର ତ ଜେଲ ଯିବା କେବଳ ତାଙ୍କ ଲେଖା ପାଇଁ। ସନ୍ଧ୍ୟା ବୋଲି ଗୋଟେ ଖବରକାଗଜ ବାହାରୁଥିଲା ବଙ୍ଗଳାରେ, ସେ ଖବରକାଗଜର କ୍ରମାଗତ ଭାବରେ 6 ଜଣ ସମ୍ପାଦକ ସମସ୍ତଙ୍କୁ ଜେଲ ଦିଆଯାଇଥିଲା, ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେଣୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯଦି ଆପଣ ନିଜକୁ କଣ ଉତ୍ସର୍ଗ କରିଦେବା କଥା ଆସେ, ତେବେ ସମ୍ବାଦପତ୍ର ପତ୍ରିକାର ସମ୍ପାଦକମାନେ, ସାମ୍ବାଦିକମାନେ ସେ କ୍ଷେତ୍ରରେ ହୁଏତ ଅଗ୍ରଣୀ ଭୂମିକାରେ ଥିଲେ। ସାର୍, ଏଠି ଆଉ ଗୋଟେ ପ୍ରଶ୍ନ ଆସିବ। ଗୋଟେ ପଟେ ଜାତୀୟତାବାଦୀ ଭାବନା ସୃଷ୍ଟି କରିବା, ଗୋଟେ ପଟେ ଇଷ୍ଟ ଇଣ୍ଡିଆ କମ୍ପାନୀର ତ୍ରୁଟିକୁ ପଏଣ୍ଟ ଆଉଟ୍ କରିବା, ଏହା ଭିତରେ ନିଜର ଦେଶରେ ନିଜର ରାଷ୍ଟ୍ରରେ କିଭଳି ଆହ୍ୱାନମାନଙ୍କର ସମ୍ମୁଖୀନ ହେଉଥିଲା ଗଣମାଧ୍ୟମ ସେ ସମୟରେ? ଏଠି ଗୋଟେ ପ୍ରୋ ଗଭର୍ଣ୍ଣମେଣ୍ଟ ଆଉ ଆଣ୍ଟି ଗଭର୍ଣ୍ଣମେଣ୍ଟ, ଏଠି ୟାର ଗୋଟେ ଭେଦ ଥିଲା। ଯୋଉଗୁଡ଼ିକ ଇଂରାଜୀ ଖବରକାଗଜ ଥିଲା ତା ଭିତରୁ ଯୋଉଗୁଡ଼ିକ ସରକାରଙ୍କୁ ସମର୍ଥନ କରିକି ଲେଖୁଥିଲେ, ଏମିତି ଅନେକ ଖବରକାଗଜ ଥିଲେ, ସେମାନଙ୍କର ଆର୍ଥିକ ଅବସ୍ଥା ଅପେକ୍ଷାକୃତ ଭଲ ଥିଲା। ସେମାନେ ବିଜ୍ଞାପନ ବି ଟିକେ ଅଧିକା ପାଉଥିଲେ, ଆଉ ସରକାରୀ ପ୍ରୋତ୍ସାହନ ବି ଟିକେ ପାଉଥିଲେ। ସେମାନଙ୍କର ଆର୍ଥିକ ଅବସ୍ଥା ବି ଭଲ ଥିଲା, ଏବଂ ଯଦି ନିଷ୍ପକ୍ଷ ଭାବରେ ମାନ ଦେଖାଯାଏ, ଅନ୍ୟ ସବୁ ଜିନିଷ ଛାଡ଼ି ଦେଇକି କେବଳ କଣ୍ଟେଣ୍ଟର ମାନଟା ଦେଖାଯାଏ, ତାଙ୍କ ମାନ ବି ବେଶୀ ଭଲ ଥିଲା। ଉଦାହରଣ ସ୍ୱରୂପ ଆପଣ ଟାଇମ୍ସ ଅଫ୍ ଇଣ୍ଡିଆକୁ ନେଇପାରନ୍ତି, ଉଦାହରଣ ସ୍ୱରୂପ ଆପଣ ଷ୍ଟେଟ୍ସମ୍ୟାନକୁ ନେଇପାରନ୍ତି, ଏମିତି ପାୟୋନିୟରକୁ ନେଇପାରନ୍ତି, ମିଲିଟାରୀ ଆଣ୍ଡ ସିଭିଲ୍ ଗେଜେଟକୁ ନେଇପାରନ୍ତି। ଏମିତି ଅନେକ ଖବରକାଗଜ ଆମେ ଦେଖିବା ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ବି ସ୍ୱଚ୍ଛଳ ଥିଲେ ଏବଂ ମାନ ଦୃଷ୍ଟିରୁ ବି, ଖବରକାଗଜର ମାନ ଦୃଷ୍ଟିରୁ ବି ବେଶ ଉନ୍ନତ ଅବସ୍ଥାରେ ଥିଲେ। ଭାରତୀୟ ଖବରକାଗଜ, ଭାରତୀୟ ଭାଷାରେ ଖବରକାଗଜ ଯେଉଁ ବାହାରୁଥିଲା ଏବଂ ଭାରତୀୟ ମାଲିକାନାରେ ଯେଉଁ ଇଂରାଜୀ ଖବରକାଗଜ ଗୁଡ଼ିକ ବାହାରୁଥିଲା, ସେମାନଙ୍କର ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲା, ସ୍ୱଚ୍ଛଳ ନଥିଲା। ନା, ଖୁବ୍ କମ୍ ଖବରକାଗଜ ସ୍ୱଚ୍ଛଳ ଥିଲେ, ଖୁବ୍ କମ୍। କିନ୍ତୁ ସେମାନଙ୍କର ଭିତରେ ଗୋଟେ ଜୁନୁନ୍ ଥିଲା, ଗୋଟେ ଦେଶ ପାଇଁ ଆବେଗ ଥିଲା। ସେଇ ପ୍ୟାସନରେ, ସେଇ ଆବେଗରେ ସେମାନେ କାମ କରୁଥିଲେ। ସାର୍, ଆପଣ ଯାହା ଆଗରୁ କହୁଥିଲେ କି ଅନେକ ସମ୍ପାଦକ ଜେଲ ଯାଇଥିଲେ ଆଉ କିଛି ଲୋକଙ୍କୁ ହତ୍ୟା ବି କରାଯାଇଥିଲା, ତ ଏଇଠି ଗୋଟେ କଥା ଜାଣିବାକୁ ଚାହିଁବୁ ଯେ ସ୍ୱାଧୀନତା ଆନ୍ଦୋଳନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କିଛି ପ୍ରମୁଖ ସାମ୍ବାଦିକ ଏବଂ ଲେଖକ କିଭଳି ସେମାନେ ସ୍ୱାର୍ଥ ଏବଂ ସୁରକ୍ଷାକୁ ବଳିଦାନ ଦେଇଥିଲେ, ଏହାର କିଛି ଦୃଷ୍ଟାନ୍ତ ଟିକେ? ଅନେକ ଦୃଷ୍ଟାନ୍ତ ଅଛି। ସେମିତି ଦୃଷ୍ଟାନ୍ତ କହିଲେ ତ ଗୋଟେ ବହି ହୋଇଯିବ। ଆପଣ ମହାତ୍ମା ଗାନ୍ଧୀଙ୍କୁ ଦେଖନ୍ତୁ, ଲେଖା ପାଇଁ ସେ କେତେ ଥର ତାଙ୍କୁ ଜେଲ ଯିବାକୁ ପଡ଼ିଛି। ତାଙ୍କ ଖବରକାଗଜ କିନ୍ତୁ ବନ୍ଦ ହେଇନି, ସିଏ ତାଙ୍କୁ ଜେଲ ଯିବାକୁ ପଡ଼ିଛି। ବ୍ରହ୍ମବାନ୍ଧବ ଉପାଧ୍ୟାୟ ଥିଲେ, ତାଙ୍କୁ ଜେଲ ଯିବାକୁ ପଡ଼ିଛି। ଏମିତି ଜେଲ ଯିବା ତ ଅସଂଖ୍ୟ କଣ ସମ୍ପାଦକ, ସାମ୍ବାଦିକକୁ ଜେଲ ଯିବା ପାଇଁ ପଡ଼ିଛି। ଆମ ଗୋପବନ୍ଧୁ ବି ଜେଲ ଯାଇଛନ୍ତି, ତାଙ୍କୁ ବି ଜେଲରେ ରଖାଯାଇଛି ତାଙ୍କର ଲେଖା ପାଇଁ। କାଜୀ ନଜରୁଲ ଇସଲାମକୁ ଜେଲରେ ରଖାଯାଇଛି। ମାନେ ଯେକୌଣସି କଣ ଭାରତୀୟ ସମ୍ବାଦପତ୍ର ପତ୍ରିକା, ସ୍ୱାଧୀନତା ପୂର୍ବର ଖବରକାଗଜ ଯଦି ଦେଖିବେ, ତାଙ୍କ ଭିତରୁ ଅଧିକାଂଶଙ୍କୁ ଜେଲ ଯିବାକୁ ପଡ଼ିଛି। ତାଙ୍କର
ଆର୍ଥିକ ସ୍ଥିତି ଆଦୌ ଭଲ ନଥିଲା। ଯଦି କେବଳ ଖୁବ୍ କମ୍ ଲୋକ ଥିଲେ, ଯେମିତି ଜବାହରଲାଲ ନେହେରୁ, ତାଙ୍କର ବାପା ଭଲ ଓକିଲ ଥିଲେ, ତାଙ୍କର କିଛି ଅସୁବିଧା ଧନ ସମ୍ପତ୍ତି ଥିଲା, କିନ୍ତୁ ତଥାପି ସେ 10 ବର୍ଷ ଜେଲରେ କଟେଇଛନ୍ତି। ତେବେ ସାର୍ ଯେତେ ବି ଗଣମାଧ୍ୟମ ଥିଲେ, ଖାଲି ଯେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ଲେଖୁଥିଲେ ବୋଲି ଜେଲ ଦଣ୍ଡ ଭୋଗିବାକୁ ପଡୁଥିଲା ନା? ଇଷ୍ଟ ଇଣ୍ଡିଆ କମ୍ପାନୀ ତ ଥିଲା, କିନ୍ତୁ ଦେଶର ଶାସନ ଭାର ବ୍ରିଟିଶ ପ୍ରଶାସନ ନେଲେ। 1858ରୁ ଭାରତ ବ୍ରିଟିଶ ପ୍ରଶାସନର ଅଧୀନକୁ ଆସିଲା। ତା ପରଠୁ ଯେତେ ଖବରକାଗଜ ବାହାରିଛି, ପତ୍ରପତ୍ରିକା ବାହାରିଛି, ଯେଉଁମାନଙ୍କର ସମ୍ପାଦକ ମାନେ ବ୍ରିଟିଶ ପ୍ରଶାସନ ବିରୋଧରେ ସ୍ୱରୋତ୍ତୋଳନ କରିଛନ୍ତି, ସ୍ୱାଧୀନତା ପାଇଁ ସ୍ୱରୋତ୍ତୋଳନ କରିଛନ୍ତି, ସେମାନଙ୍କୁ ଦଣ୍ଡିତ କରାଯାଇଛି। ଅଧିକାଂଶଙ୍କୁ, ଖୁବ୍ କମ୍ ଏମିତି ଅଛନ୍ତି ଯେଉଁମାନେ ଏ ଦଣ୍ଡରୁ ମୁକୁଳିଛନ୍ତି। ସାର୍, ଭାରତରେ ଯେତେବେଳେ ଇଂରେଜ ସରକାରଙ୍କର ଅତ୍ୟାଚାର ଚାଲିଥିଲା, ସେହି ସମୟରେ ବ୍ରିଟିଶ ଜନତା ଏବଂ ବିଶ୍ୱ ସମ୍ପ୍ରଦାୟର ଏବଂ ବିଶ୍ୱ ଗଣମାଧ୍ୟମର କି ପ୍ରକାର ଆଭିମୁଖ୍ୟ ରହୁଥିଲା? ଭେରି ଗୁଡ୍, ବହୁତ ଭଲ ଆପଣ ଏ ପ୍ରଶ୍ନଟା ପଚାରିଛନ୍ତି। ଯେ ଆମେ କ'ଣ ଗୋଟେ ଏମିତି ଭାବରେ ଦେଖିପାରିବା ଯେ ସବୁ ଯେଉଁ ବ୍ରିଟିଶ ସମ୍ପାଦକ ଥିଲେ, ବ୍ରିଟିଶ ଖବରକାଗଜ ବାହାର କରୁଥିଲେ, ବ୍ରିଟିଶ ଜନସାଧାରଣ ଥିଲେ, ସେମାନେ ସମସ୍ତେ କ'ଣ ଭାରତକୁ ଉପରେ ଅତ୍ୟାଚାର କରିବା ପାଇଁ ବାହାରିଥିଲେ କି? ଏମିତି ନୁହଁ। ଏମିତି ଅନେକ, ଏମିତି ନେତାଙ୍କ କଥା ତ ଛାଡ଼ି ଦିଅନ୍ତୁ, ସାଧାରଣ ଜନତାଙ୍କ କଥା ଛାଡ଼ି ଦିଅନ୍ତୁ, ଖବରକାଗଜର ସମ୍ପାଦକ ମାନେ ମଧ୍ୟ ଥିଲେ ଯେଉଁମାନେ ଭାରତୀୟମାନଙ୍କର ଅବସ୍ଥାକୁ ହୃଦୟଙ୍ଗମ କରୁଥିଲେ। ସେମାନେ ବି ଜାଣୁଥିଲେ ଯେ ଭାରତୀୟମାନଙ୍କୁ ସ୍ୱାଧୀନତା ଦେବା ଦରକାର। ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ଖବର ତ ବାହାରକୁ ଯାଇପାରି ନଥାନ୍ତା ଯଦି ବମ୍ବେ କ୍ରନିକଲର ଯେ ଏଡିଟର ଥିଲେ ସେ ସମୟରେ, ବ୍ରିଟିଶ ଏଡିଟର, ସିଏ ଏ ଖବରକୁ ପ୍ରକାଶ ନ କରିଥାନ୍ତେ। କାରଣ ଏତେ ସେନ୍ସରସିପ୍ ଥିଲା ଯେ ବାହାରକୁ ଯାଇପାରୁନଥିଲା ଖବର। ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ବିରୋଧରେ ତ ଆମର ରବୀନ୍ଦ୍ରନାଥ ଠାକୁର ତାଙ୍କର ନାଇଟହୁଡ୍ ପରିତ୍ୟାଗ କରିଥିଲେ। ସିଏ ଖବରଟା ପାଇଲେ ପ୍ରାୟ 1.5 ମାସ ପରେ ଯେ ସେଠି ସେମିତି ଗୋଟେ ହେଇଛି। ସ୍ୱାଭାବିକ କଥା, ସେ ସମୟରେ ଏବଂ ବଡ କଠୋର ଭାବରେ ଦମନ କରାଯାଉଥିଲା। ସେ ସମୟରେ ଇଏ ଭଦ୍ରଲୋକ ତାକୁ ବାହାର କଲେ ଏବଂ ଯାହା ଫଳରେ ବ୍ରିଟିଶ ପାର୍ଲାମେଣ୍ଟରେ ୟାକୁ ନେଇକି ବଡ ତୁମ୍ବି ତୁଫାନ ହେଇଥିଲା। ଏକଥା ଭିନ୍ନେ ଯେ ଡାୟରଙ୍କୁ ସେଠି ଖୁବ୍ ଗୋଟେ ଦଣ୍ଡିତ ସେହି ସମୟରେ କରାହେଇନଥିଲା, ବରଂ ତାଙ୍କୁ ପୁରସ୍କୃତ କରାହେଇଥିଲା, ଏ କଥା ଭିନ୍ନ। କିନ୍ତୁ ବ୍ରିଟିଶ ଜନମତ ଭିତରୁ କେତେ ବେଶ କିଛି ଲୋକ ତ କରିଥିଲେ ଯେ ଏମିତି ଭାବରେ ହତ୍ୟା କରିବା ଉଚିତ ନଥିଲା। ତ ଏଇ ଯେଉଁ କାମଟି କରିବା ପାଇଁ ତାଙ୍କ ଉପରେ ବି ବହୁତ ଦଣ୍ଡ ଦିଆଯାଇଥିଲା, ତାଙ୍କୁ ବି ଭାରତରୁ ବହିଷ୍କାର କରାଯାଇଥିଲା। ତ ଏମିତି ଅନେକ ଅଛନ୍ତି ଏବଂ ବିଶ୍ୱରେ ଯଦି ଆମେ ଦେଖିବା, ସେଇଥିପାଇଁ ଭାରତବର୍ଷର ବେଶ କିଛି ଲୋକ ଭାରତରୁ ବାହାରୁ ଯାଇକି ବି ଖବରକାଗଜ ବାହାର କରୁଥିଲେ ଯେ ବିଶ୍ୱ ଜନମତକୁ ତାକୁ ଭାରତ ମୁହିଁ କରିବା ପାଇଁ। ଯେମିତି ସୋସିଆଲିଷ୍ଟ ବାହାର କରାଯାଉଥିଲା, ଯେମିତି ଗଦର ପାର୍ଟି ବିଭିନ୍ନ କାନାଡାରୁ, ଅନ୍ୟାନ୍ୟ ବିଭିନ୍ନ ଜାଗାରୁ ଉର୍ଦ୍ଦୁରେ, ଅନ୍ୟାନ୍ୟ ଭାଷାରେ ଖବରକାଗଜ, ପଞ୍ଜାବୀରେ ଖବରକାଗଜ ସବୁ ବାହାର କରୁଥିଲେ। ମ୍ୟାଡାମ କାମା ଥିଲେ, ପ୍ୟାରିସରୁ ଖବରକାଗଜ ବାହାର କରୁଥିଲେ, ତଲୱାର ବୋଲି ବାହାର କଲେ, ତା ପୂର୍ବରୁ ସୋସିଆଲିଷ୍ଟ ବୋଲି ବାହାର କଲେ। ଏଭଳି ଭାବରେ ଖବରକାଗଜ କରିକି ଯେ ବିଶ୍ୱ ଜନମତକୁ ଭାରତୀୟମାନଙ୍କ ସପକ୍ଷକୁ ଆଣିବା ପାଇଁ। ତ ବିଶ୍ୱ ଜନମତ ବି କ୍ରମଶଃ ଭାରତବର୍ଷର ଜନସାଧାରଣଙ୍କ ଉପରେ ଯେଉଁ ପ୍ରକାର ଅତ୍ୟାଚାର ହେଉଛି ବା ତାଙ୍କୁ ସ୍ୱାଧୀନତା ଦେବା କଥା, ଏ ବିଷୟଟି ବିଶ୍ୱ ଜନମତ ଦ୍ୱାରା ମଧ୍ୟ ଅନେକଟା ପ୍ରେରିତ ହେଇଛି। ଏକଥା ବି ଆମେ ଅସ୍ୱୀକାର କରିବା କଥା ନୁହଁ। ଆମେ ତ ସାର୍ ରାଷ୍ଟ୍ରୀୟ ସ୍ତରରେ ଯେଉଁ ଗଣମାଧ୍ୟମର ଭୂମିକା ଥିଲା ସେ ବିଷୟରେ ଜାଣିଲେ। ତେବେ ସାର୍ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ଗଣମାଧ୍ୟମର ଭୂମିକା କ'ଣ ରହିଥିଲା ସାର୍? ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ସମ୍ବାଦପତ୍ର ପତ୍ରିକାର ମଧ୍ୟ ପ୍ରମୁଖ ଭୂମିକା ରହିଛି। କିନ୍ତୁ ଓଡ଼ିଆ ସମ୍ବାଦପତ୍ର ପତ୍ରିକା ଗାନ୍ଧୀଙ୍କୁ ବେଶୀ ପ୍ରମୁଖତା ଦେଇଛନ୍ତି। ଅନ୍ୟ ବହୁ ଖବରକାଗଜ ପତ୍ରପତ୍ରିକା ବି ଦେଇଛନ୍ତି, କିନ୍ତୁ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଆଡ଼କୁ ଆମର ଯେଉଁ ଯାତ୍ରା, ତାହା ହେଉଛି ଗାନ୍ଧୀ ଆସିବା ପରେ ପରେ। ଗାନ୍ଧୀ ପ୍ରଥମେ ଆସିଲେ, ତାପରେ ସ୍ୱାଧୀନତା ସଂଗ୍ରାମ ଆଡ଼କୁ ଗଲେ। ତା ପୂର୍ବରୁ ଆମେ ଆମ ଭାଷା ପାଇଁ, ଆମର ପ୍ରଦେଶର ଏକତ୍ରୀକରଣ ପାଇଁ, ଆମର ସାମାଜିକ ଅର୍ଥନୈତିକ ଅବସ୍ଥା
से समय ओडिशार दृश्यपट किछि अलगा थिला। हां, ताकू जनसाधारणक सामने रखिबा पई आमे टिके बेसी व्यस्त थिले, बेसी लागि थिले सेथिरे। गांधी आसीबा परे परे क्रमशः आमे स्वाधीनता संग्राम आडकू धीरे धीरे बेसी मुहेइले। आ एथि पई गोपबंधु दास, हरेकृष्ण महताब प्रमुखंकर विशेष भूमिका रही। खबर कागज गुड़िकर विशेष भूमिका रही। सेतेबेलर किछि प्रमुख प्रकाशन विषय किछि प्रमुख प्रकाशन भितर थिला समाज, आशा। समाज सबुठु बेसी, कारण हमर गोपबंधु थिले स्वाधीनता संग्राम प्रति अधिक प्रतिबद्ध, तेणु समाज खूब बेसी भाबरे महताबंकर प्रजातंत्र बहुत भाबरे। आशा अवश्य बेसी प्रदेशर एकत्रीकरण रे तार बहुत बेसी भूमिका थिला, किंतु जेतेबेले गांधी आसीबा परे परे से स्वाधीनता संग्राम आडकू मध्य आसिले। ओडिसा रे तो गोटे खबर कागज बाहर थिला गांधी विचार बोली। सेटा गांधी जेतेबेले आसिले तांको जो गस्त को रेकॉर्ड करिवा पई गोटे खबर कागज बाहर करथिले। गांधी विचार बोली गोटे खबर कागज बाहर थिला। सेटा गांधींकर ये उपरे, माने गांधींकर गस्त इत्यादि उपरे। सर, स्वाधीनता संग्राम समय सांबादिक एवं गणमाध्यम संस्था गुड़िकर अभिज्ञतारू आमे किभली शिक्षा पाई परिबा एवं ताको आधार करी आधुनिक भारत रे गणमाध्यम भूमिका को किभली निर्धारण करा जाय परिबो, अर्थात वर्तमान रो गणमाध्यम अभ्यास रे याकू किभली प्रयोग करा जाय परिबो। दुई तीनटी क्षेत्र रे मु रेखांकित करिवा पई चाहिबी। प्रथम होची प्राक स्वाधीनता भारतीय संवादपत्र पत्रिका जो कथा आगुरी भी मुझे सामाजिक संस्कार दिगरे गोटे बड़ भूमिका नहीं थिले। जो भूमिकाटी वर्तमान रो खबर कागज पुणी थरे सेहीपरी जोश रे सेहीपरी प्रतिबद्धता सहित आउ थरे नबार आवश्यकता रही। प्रथम। द्वितीय जो कथा होची जे देश गोटे ऐक्यबद्ध भूमि, देश गोटे भाषार लोक, गोटे संस्कृतिर लोक, विशेष करी भारत नुह, ये गोटे एकतार प्रतीक। ये जो भावनाटाकू प्राक स्वाधीनता भारतीय संवादपत्र पत्रिका रेखांकित करिथिला, ताकू पुणी थरे आम संवादपत्र पत्रिका वर्तमान समय रे ताकू रेखांकित करिवार आवश्यकता रही। भारतवर्ष एते विभिन्न भाषाभाषी देश, एठी गोटे बहुत इंटरेस्टिंग कथा आपण माने नोटिस करिवे जे विभिन्न जगार लोक अन्य जगह को जाइकी खबर कागज बाहर करचंती। है, गुजराती लोक जाइकी खबर कागज बाहर करचंती केरल रे। तेणु विभिन्न खबर कागज, बेस किछि जगह रे इंग्रेज लोक खबर कागज पत्र पत्रिका बाहर करचंती, बेस किछि जगह रे अलग अलग भाषा बाहर करचंती। तेणु जो कथाटा मु रेखांकित करिवा पई चाहिबी ता होची ऐक्य स्थापन क्षेत्र रे वर्तमान समय रे गोटे असनी संकेत देखा जाउची जे आमे भाषा को नेकी, आम संस्कृति को नेकी टिके अधिक कोन कहि स्पर्शकातर हेई जाउचु। ए लक्षण गोटे देखा जाउची सारा भारत रे। प्राक स्वाधीनता समय रे भारतीय संवादपत्र पत्रिका गुड़िक किंतु एभली नथिले। सेमाने पूरा देश को नहीं चलुथिले। केवल गोटे भाषा गोटे अंचल नुह, गोटे भाषा गोटे अंचल प्रति प्राथमिकता तो रहिबा उचित भी, किंतु देशर कष्ट रे नुह, आगे देश से जो देश प्रति प्रतिबद्धता ताकू वर्तमान रो संवादपत्र पत्रिका गणमाध्यम मध्य आपणेबा पुणी थरे दरकार। सर, जो माने वर्तमान गणमाध्यम को निजर कैरियर भाव ग्रहण करने को चाहते सेमानकू आपण कोन संदेश देबे बा आह्वान देबे? सर, वर्तमान समय रे जो माने गणमाध्यम को निजर पेशा भाव ग्रहण करिया पई चाहूचंती तांको मु दुईटी कथा कहिबी। प्रथम होची जे कोनोसी पेशार, विशेष करी कि वर्तमान समय रे तार गोटे स्किल पार्ट अछि, से स्किल टाको आपण शिखंतु। वर्तमान समय रे प्रजुक्तिगत स्किल बा प्रजुक्तिगत दक्षता निहाती आवश्यक, तो प्रजुक्ति भी देखंतु, दक्षता रो विकास करंतु। किंतु गणमाध्यम रो सांबादिकतार सबुठारु गुरुत्वपूर्ण विषय होची देश प्रति प्रतिबद्धता, समाज प्रति प्रतिबद्धता, साधारण लोक प्रति प्रतिबद्धता, मूल्यबोध प्रति प्रतिबद्धता, माने सत्य प्रति प्रतिबद्धता। जदि गोटे शब्द रे कहबा सर नैतिकता,
ହଁ ନୈତିକତା ଏବଂ ପ୍ରତିବଦ୍ଧତା, କମିଟମେଣ୍ଟ, ସତ୍ୟ ପ୍ରତି କମିଟମେଣ୍ଟ, ନୈତିକତା ପ୍ରତି କମିଟମେଣ୍ଟ, ୟାକୁ ନିଶ୍ଚିତ ଭାବରେ ଇଏ ହେଉଛି ସାମ୍ବାଦିକତାର ଆତ୍ମା। ଏଇ ଦୁଇଟି କଥା ଯଦି କରିବେ, ସାମ୍ବାଦିକତାରେ ଆପଣଙ୍କର ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ସେ ଯାହା ବି ହଉ ସାର୍, ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା ବିଷୟବସ୍ତୁ ଉପରେ ଆମକୁ ଏତେ ସବୁ ତଥ୍ୟ ସହ ବୁଝେଇଲେ। ବାସ୍ତବରେ ଏସବୁ ଆମ ସମସ୍ତଙ୍କ ପାଇଁ ଜାଣିବାର ମାନେ ଗୋଟେ ବହୁତ ବଡ଼ ଦରକାରୀ ବିଷୟ ଥିଲା ସାର୍। ସେ ସମୟରେ ଗଣମାଧ୍ୟମ ଏବଂ ଏହା ସହିତ ଜଡ଼ିତ ବ୍ୟକ୍ତିବିଶେଷ କିଭଳି ଆହ୍ୱାନର ସାମ୍ନା କରୁଥିଲେ, ଭାରତକୁ ସ୍ୱାଧୀନ କରିବାରେ କିଭଳି ବଳିଦାନ ଦେଇଥିଲେ, ସେ ବିଷୟରେ ଆମକୁ ଏତେ ବିସ୍ତୃତ ଭାବରେ ବୁଝେଇଥିବାରୁ, ଏ ଷ୍ଟୁଡିଓକୁ ଆସି ଆମ ସହିତ ସମୟ ଅତିବାହିତ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍। ସାର୍ ନମସ୍କାର। ନମସ୍କାର, ଧନ୍ୟବାଦ।